জনাচার্যজ্ঞ চক্র বিহরে ছেড়া হই অসহায় অভিমন্যু ভুলি তবে মানে দিকে চিৎকার করি পারলাম কিন্তু চিৎকার করি আজি এ বস্তা মাটি কান্দুছি চিৎকার করি কহুছি আরে ভাই ভৌনি মা মাউসী মানে তমে মানে জাগ্রত হুଅ তমে মানে জাগ্রত হুଅ ଆଜି ମୁଁ ଧରାଶାୟ ମୁଁ ଆପଣମାନଙ୍କର ଆବଶ୍ୟକ ଲୋଡ଼ା ଅଛି ତମେମାନେ କଣ ଭୁଲି ଯାଇଛ ସେଇ ଅଚ୍ୟୁତାନନ୍ଦଙ୍କର ଭବିଷ୍ୟତ ମାଳିକା ଅନନ୍ତ ଦାସଙ୍କର ସତର୍କ କେମିତି ଆରେ ମୁଁ ଭୁଲି ନାହିଁ মনে আছে সেই দিনের কিন্তু আଜି সিনা ମୁଁ ପାଗଳ ହେଇଯାଇଛି ଏ ମାଟି ନିଶ୍ଚୟ ଭାବରେ ମୋତେ ମନେ ରଖିଛି ଆଉ ଆପଣମାନଙ୍କୁ ନିଶ୍ଚୟ ଖୁସି ଦେବା ପାଇଁ ये पूरी थोड़ी जागृत हो पूरी थोड़ी जागृत हो चित्कार करी करियो भारत माता की भारत माता की धन्यवाद কিন্তু জবাব দিল জনাচার্যজ্ঞ চক্র বিহরে ছেড়া হই অসহায় অভিমন্যু ভুলি তবে মানে দিকে চিৎকার করি পাঠাই কিন্তু ଅନୁଷ୍ଠିତ ହେଉଥିବା ପ୍ଲାଟିନମ ଜୁବଲି ଶମ୍ଭୁନାଥ ଉଚ୍ଚ ବିଦ୍ୟାଳୟ ନପାଙ୍ଗଳକୁ ମୋର ଏବଂ ମୋର ପୁରା ବ୍ୟାଚ୍ ତରଫରୁ ସମସ୍ତଙ୍କୁ ହାର୍ଦ୍ଦିକ ସ୍ୱାଗତ ଅଭିନନ୍ଦନ ଏବଂ ନମସ୍କାର ଆମର ଏଇ 2008 ବ୍ୟାଚ୍ ଯେତେବେଳେ ଆମର ଏଇ ସ୍କୁଲରେ ଏଣ୍ଟ୍ରି ଦେଇଥିଲେ ସେତେବେଳେ ଆମେ ଜାଣିଥିଲୁ ଯେ ଇଏ ଗୋଟେ ଆମ ଉପରେ 5ଟି ବ୍ୟାଚ୍ ଆମ ତଳେ 5ଟି ବ୍ୟାଚ୍ ଏମିତି ଥିଲେ ତା ଭିତରେ ବି ଅନେକ ବ୍ୟାଚ୍ର ଭାଇ ଭଉଣୀମାନେ ଆମ ପାଖକୁ ଆସୁଥିଲେ କେତେବେଳେ ଆମେ ଦେଖୁଥିଲୁ ତ ସେଇ ଯେଉଁ ଭାଇଚାରା ଭିତରେ ଆମେ ଗତି କରି ଆଜି ଆମେ ସମସ୍ତେ କୌଣସି ନା କୌଣସି ସ୍ଥାନରେ ଗୋଟିଏ ଠିକ୍ ସ୍ଥାନରେ ପହଞ୍ଚିଛୁ ବୋଲି ଆମେ ଆଶା କରୁଛୁ ଆଉ ଏହାର ଶ୍ରେୟ ଆମର ଏଇ ମନ୍ଦିର ଏଇ ଶମ୍ଭୁନାଥ ଉଚ୍ଚ ବିଦ୍ୟାଳୟକୁ ମୁଁ ଏବଂ ମୋର ସମ୍ପୂର୍ଣ୍ଣ ବ୍ୟାଚ୍ ଦେବା ପାଇଁ ଚାହୁଁଛୁ ଆଉ ସେଇ ମନ୍ଦିରର ଦେବତାମାନେ ହେଉଛନ୍ତି ଆମର ସେଇ ବିଦ୍ୟାଳୟର ସେତେବେଳର ଶିକ୍ଷକ ଶିକ୍ଷୟିତ୍ରୀମାନେ ତାଙ୍କ ମଧ୍ୟରୁ ଆମେ ଆମର 2 ବରିଷ୍ଠ ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କୁ ଆମେ ମଞ୍ଚରେ ସ୍ଥାନ ଦେଇଛୁ ଅନ୍ୟମାନଙ୍କୁ ମଧ୍ୟ ଅନୁରୋଧ କରିଥିଲୁ କିନ୍ତୁ ଦୁର୍ଭାଗ୍ୟବଶତଃ ସେମାନେ ଆସିପାରିନାହାନ୍ତି ସେଥିପାଇଁ ଆମେ କ୍ଷମା ଚାହୁଁଛୁ ତାଙ୍କ ପାଖରୁ ବର୍ତ୍ତମାନ ଆମର ପ୍ରମାଣିତ ସାରଙ୍କ ବିଷୟରେ ଟିକେ କହିବି ଯିଏକି ଆମେ ଥିଲାବେଳେ ମଧ୍ୟ
বয়স্ক শিক্ষক হিসাবে সে সমস্তଙ୍କ ପାଇଁ ସବୁବେଳେ ଡେଡିକେଟେଡ୍ ଥାନ୍ତି କେମିତି ସ୍କୁଲର ନାଁ ରହିବ। ଆମେ ଯେତେବେଳେ ଆମ ସ୍କୁଲକୁ କେତେବେଳେ କୌଣସି ବ୍ଲକ ଲେଭେଲ କି ଡିଷ୍ଟ୍ରିକ୍ଟ ଲେଭେଲକୁ ନେବା ପାଇଁ ଚାହୁଁଥିଲୁ ସେତେବେଳେ ସାର୍ ଆଗେ ଆମ ସହିତ ଆସନ୍ତି ଆଉ ସେଇ ଜସ୍ର ସହିତ ଆମକୁ ପ୍ରେରଣା ଦିଅନ୍ତି କି ସ୍କୁଲର ନାଁ କେମିତି ଜିଲ୍ଲା ଏବଂ ରାଜ୍ୟ ସ୍ତରରେ ଏକ ନମ୍ବର ହେବ। ଆମେ ସେଥିରେ କିଛି ମାତ୍ରାରେ ସଫଳ ମଧ୍ୟ ହେଇଛୁ। ସେଥିପାଇଁ ସାର୍ଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଦ୍ୱିତୀୟରେ ଆମର ମ୍ୟାଡ଼ାମ ଅଳକା ମ୍ୟାଡ଼ାମ ତାଙ୍କର ପ୍ରଥମ ବ୍ୟାଚ୍ ହେଉଛି ଏଇ 2008 ବ୍ୟାଚ୍, ଯେତେବେଳେ କି ବିଜ୍ଞାନ ଟିଚର ହିସାବରେ ସିଏ ଆମକୁ ପ୍ରଥମେ ଶିକ୍ଷାଦାନ କରିଥିଲେ। ଆଉ ସେତେବେଳେ ଆମର ବ୍ୟାଚ୍ ଗୋଟିଏ ବ୍ୟାଚ୍ ଯେଉଁଟାକି ଆମେ ଅପସନାଲ ମାନେ 800 ମାର୍କରୁ ଆମେ ପରୀକ୍ଷା ଦେଇଥିଲୁ ଗୋଟିଏ ବ୍ୟାଚ୍। ତାପରେ ଏ ସିଷ୍ଟମ ପୁଣି ଚେଞ୍ଜ ହେଇଗଲା, ତେଣୁ 800 ମାର୍କରୁ ପରୀକ୍ଷା ଦେବାର ପ୍ରେସରକୁ ମ୍ୟାଡ଼ାମ ବହୁତ ସୁନ୍ଦର ଭାବରେ ଆମକୁ ହ୍ୟାଣ୍ଡେଲ କରିବା ପାଇଁ ଶିଖେଇଥିଲେ ଯେ ଏଇଟା ତମ ପାଇଁ ସୁଯୋଗ, କିଛି ଅସୁବିଧା ନାହିଁ ଏଥିରେ, ତମେ ଏଥିରେ ଭଲ ଭାବରେ ପରୀକ୍ଷା ଦିଅ ଆଉ କୃତକାର୍ଯ୍ୟ ହୁଅ। ଆଉ ଆମେ ସମସ୍ତେ ଭାବୁଛୁ ସେଥିରେ ସଫଳ ହେଇଛୁ, ସେଥିପାଇଁ ମ୍ୟାଡ଼ାମଙ୍କୁ ମଧ୍ୟ ଅଶେଷ ଅଶେଷ ଧନ୍ୟବାଦ। ବର୍ତ୍ତମାନ ଏଇ ଅଳ୍ପରେ କହିବି ଯେ ଆମର ଯେଉଁ ଏଇ ପ୍ଲାଟିନମ ଜୁବଲି 80 ବର୍ଷ ହେଲାଣି, 75 ବର୍ଷରୁ 5 ବର୍ଷ ଗଡ଼ି ଯାଇଥିଲେ ମଧ୍ୟ ବହୁତ ସୁନ୍ଦର ଭାବରେ ଆୟୋଜନ ହେଇଛି। ସମସ୍ତ ଆୟୋଜକ କର୍ମକର୍ତ୍ତା ଯେଉଁ କମିଟିର ମେମ୍ବର ଆମର ବରିଷ୍ଠ ଛାତ୍ରଛାତ୍ରୀ ପୁରାତନ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପାଇଁ ମଧ୍ୟ ଆମ ବ୍ୟାଚ୍ ତରଫରୁ ସମ୍ପୂର୍ଣ୍ଣ ରୂପେ ସ୍ମରଣୀୟ ଏବଂ ଆମେ ସମସ୍ତେ ତାଙ୍କଠାରେ ଚିର ନମସ୍ୟ। ଧନ୍ୟବାଦ। ଜୟ ଜଗନ୍ନାଥ। ପୌରାଣିକ ନାଟକୁ ମନ୍ତ୍ରସ୍ଥ କରି ଦେଇପାରିବି ସେ ଭରସା ମୋ ନିଜ ଉପରେ ମୋର। ଆଉ ଦ୍ୱିତୀୟତଃ ଆଉ ଗୋଟେ ମୋର ପରିଚୟ, ମୁଁ ଗୋଟେ ଥିଲି ମାଡ଼ୁଆ ପିଲାମାନଙ୍କୁ ଭୟ କରୁଥିଲି। ଆମେ ମଞ୍ଚରୁ ଓହ୍ଲାଇବା ପାଇଁ ଚାହୁଁଛୁ, ସମସ୍ତଙ୍କୁ ଅନୁରୋଧ କରିବି ଏହି ମାଟି ସହିତ ଆମେ ଭୂମିଷ୍ଠ ପ୍ରଣାମ କରିବା। ସାର୍ ମଧ୍ୟ ଟିକେ ଭୁଲ କହିଦେଲେ ମୁଁ ତାଙ୍କୁ କରେକ୍ସନ ସାର୍ କହିଲେ ମୁଁ ଜଣେ ମାଡ଼ୁଆ ସାର୍ ଭାବେ ଜଣାଶୁଣା, କିନ୍ତୁ ଆମ ସମୟରେ ସାର୍ ମାଡ଼ୁଆ ସାର୍ ବୋଲି ଜଣାଶୁଣା ନଥିଲେ, କଲିଟେକା ସାର୍ ବୋଲି ଜଣାଶୁଣା ଥିଲେ। ସେଇ ଯୋଉ 7 କ୍ଲାସ ବ୍ରିଜ ଆମେ ଗଞ୍ଜି ହେଇଛୁ, କିନ୍ତୁ ତା ସତ୍ତ୍ୱେ ବି ଯେତେବେଳେ ପ୍ଲାଟିନମ ଜୁବଲି କଥା ଆସେ ଏବଂ ସମସ୍ତେ ଗେଟ୍ ଟୁଗେଦର ହେବାର ଗୋଟେ ପରିସର ଆସେ, ବନ୍ଧୁ ମିଳନ ହେବାର ଯେଉଁ ପରିସର ଆସେ, ନିଶ୍ଚିତ ମନ ଭିତରେ ଅନେକ ଆଶା, ଅନେକ ଉଦ୍ଦୀପନା, ଅନେକ କିଛି ଦେବାର ମନ ଭିତରେ ଆଶା ସଞ୍ଚାରି ଉଠେ। ତେଣୁ ଆଜି ଯେଉଁ ଆମେ 2003 ବ୍ୟାଚ୍ ଏଠି ଗେଟ୍ ଟୁଗେଦର ହେଇପାରିଛୁ, ସରି 2004 ବ୍ୟାଚ୍ ଯେଉଁ ଆମେ ଏଠି ଗେଟ୍ ଟୁଗେଦର ହେଇପାରିଛୁ, ଏହି ବନ୍ଧୁ ମିଳନ ଅବସରରେ ଆମ ଗହଣରେ ଉପସ୍ଥିତ ଥିବା ସେଇ ଦୁଇ ମହାମାନ୍ୟ ବ୍ୟକ୍ତି ଯିଏକି ଆମ ଗୁରୁଜୀ ଗଗନ ସାର୍ ଏବଂ 2004 ବ୍ୟାଚ୍ ତରଫରୁ ଆମ ଗୁରୁଜୀ ବିଦ୍ୟୁତ ଅଳ୍ପ ସମୟ ଭିତରେ ଦିବସ ମଞ୍ଚରେ ଉପସ୍ଥିତ ଥିବା ବହୁତ କିଛି କହିବା ପାଇଁ ଚାହୁଁଛି, କିନ୍ତୁ ପାଖି ଗଲା ହୋଇଯାଉଛି, ବହୁତ ମାନେ କହିହେଉନି, ପ୍ରକାଶ କରିହେଉନି, ଜାଣେନି କ'ଣ ପାଇଁ ଏମିତି ହେଉଛି। ତ ଦୁଇଟା ଅନୁଭୂତି କହିବି। ମୁଁ ଯେତେବେଳେ କ୍ଲାସ୍ 8 ପଢ଼ୁଥିଲି, ସାଧାରଣ ପିଲା କେହି ଜାଣିନଥିଲେ, ତ ଗାଁରୁ ଆସିଥିଲି, ସହରିଆରୁ ଆସିଥିଲି ଚାଲି ଚାଲି। ତ ଦୁଇଟା ତିନିଟା କହିବି। ब्लू कलर ଆଉ ରେଡ୍ କଲର ଆଉ ହ୍ୱାଇଟ୍ କଲର ଯେ ଡ୍ରେସ୍ ପରୀକ୍ଷାର ତ ହିନ୍ଦୀ ସମସ୍ତଙ୍କ ଖାତା ସାର୍ ଦେଇ ସାରିଥିଲେ, ମୋ ଖାତା ଦେଇନଥିଲି। ତ ଲାଷ୍ଟରେ ରଖିଥିଲେ ସାର୍ ମୁଁ ତ ମାଗିନି ସାର୍ ମୋ ଖାତାଟା ପାଇନି। ସାର୍ ସେଇଠି କହିଥିଲେ ତୋ ରୋଲ୍ ନମ୍ବର କେତେ? ମୁଁ କହିଲି 43, ଇଏ ରଖିଛନ୍ତି 43। ତ ମାନେ ଏଇଟା ମୁଁ କେବେ ବୁଝିପାରିନି। ତ ଆଉ ଗୋଟେ କଥା ଥିଲା, ତ ବସ୍ତାରେ ମୁଁ ଯଦି ଆଜି ପରିଚିତ ହେଇତ ମୋତେ କେହି ମୋ ସାଙ୍ଗସାଥି ଜାଣିଛନ୍ତି, ସେ ଜାଣିଛନ୍ତି ସବୁ ମ୍ୟାଥ୍ ଦୁନିଆ ମ୍ୟାଥ୍ ଜାଣିଛନ୍ତି। ତ ସେଇଟା ମୁଁ କେମିତି ହେଇନି, ମୁଁ ନଥିଲି ସେଇଠି ଗୋଟେ ହବା। ତ ଆମେ ବହୁ ସମୟ ଭାବୁ ଶିକ୍ଷକଙ୍କର ଗୋଟେ ଛାତ୍ର ପ୍ରତି କ'ଣ ଅବଦାନ ଥାଏ। ଗୋଟେ ରିଏଲିଷ୍ଟିକ୍ କଥା ଥିଲା କି 2003 ମସିହା ସେଟା 9 କ୍ଲାସ୍ ହାପିଲ ପରୀକ୍ଷା ରେଜଲ୍ଟ ସରିଯାଇଛି, ଖାତା ଦେଖା ସରିନି, ରେଜଲ୍ଟ ଡିକ୍ଲେୟାର ହେଇନି। ତ ହଠାତ୍ କି ମାନେ ସେତେବେଳେ ତ ମୁଁ
ଅଫିସରୁ ଡାକରା ଆସିଲା ଜଣେ ସାଙ୍ଗ ଆସିକି ରଶ୍ମି ବୋଧେ ସେ ତାନ୍ତି ଆମ ଗ୍ରୁପ ଜଣ ପ୍ରେସିଡେଣ୍ଟ ସାର୍ ଡାକୁଛନ୍ତି ଅଫିସରୁ ତ ମୁଁ ଯାଇଥାଏ ସେଠି ଜଣେ ଗାର୍ଡ଼ିଆନ୍ ଥିଲେ ପ୍ରାୟତଃ ମହାପାତ୍ର ବୋଧେ ମୁଁ ଜାଣିନଥିଲି ସାର୍ ମୋତେ ସେଠି ପ୍ରଶଂସା କରିଥାନ୍ତି କିନ୍ତୁ ପ୍ରଶଂସାଟା ଗାଈ ଦେବା ଉଦ୍ଦେଶ୍ୟ ଗାଈ ଦେଲି କେମିତି ତୁ କ'ଣ ଏମିତି ଲେଖିଛୁ ମୋର ଅକ୍ଷରଟା ବହୁତ ଖରାପ ଆଜି ବି ସେ ଅକ୍ଷର ଚେଞ୍ଜ କରିପାରିଲିନି ମୁଁ ଜାଣିଛି ସାର୍ ମାର୍କ କରୁଛନ୍ତି କିନ୍ତୁ ଲେଖୁଥାଏ ଏତିକି ଲେଖୁଥାଏ ସାର୍ ମାର୍କ କରୁଛନ୍ତି ତ ସେଇ ଅକ୍ଷର ମୁଁ ବର୍ତ୍ତମାନ ସୁଦ୍ଧା ଚେଞ୍ଜ କରିପାରିଲିନି ତ ଏମିତି କ'ଣ ଲେଖିଛୁ ତ ମ୍ୟାଥର 75 73 ରଖିଛୁ ଜମିଟି ପାଠ ତ ଅକ୍ଷର ଏମିତି କ'ଣ ହେଲା ତ ମୁଁ ଜାଣିଛି ସାର୍ ସେଟା ଗାଳି ଦେଉଥିଲେ ସେ ଗୋଟେ ଆଶୀର୍ବାଦ ମୋ ପାଖକୁ ଆସୁଥିଲା ତ ସେଇ ଆଶୀର୍ବାଦଟା ଏମିତି ମୋତେ ମୋ ହୃଦୟକୁ ଛୁଇଁଥିଲା ମୁଁ ମ୍ୟାଥ୍ କେବେ ଛାଡ଼ି ପାରିଲିନି ଲୁଚିଗଲ ନା ମୁଁ କେବେ ବି ମ୍ୟାଥ୍ ଛାଡ଼ି ପାରିଲିନି ତ ସେଇ ଅଦୃଶ୍ୟ ଆଶୀର୍ବାଦ କିନ୍ତୁ ସେଇଦିନ ସାର୍ଙ୍କ ସହିତ କଥା ଥିଲା ତ ମୁଁ ଭାବୁଛି ମାନେ ମୁଁ ସେଟା ବାସ୍ତବ ଅନୁଭୂତ କରୁଛି ସେଇ ଜିନିଷ ପରେ ମାନେ ଏମିତି ଗୋଟେ ହେଲା ତ ମ୍ୟାଥମେଟିକ୍ସ ପ୍ରତି ଗୋଟେ ଦୁର୍ବଳତା ସୃଷ୍ଟି ହେଲା ଅବଶ୍ୟ ପୁଷ୍ଟି ସାର୍ ସାମ୍ନାରେ ବସିଥିଲେ ମୋର ମ୍ୟାଥମେଟିକ୍ସ ପ୍ରତି ଦୁର୍ବଳତା ସୃଷ୍ଟି କରିବା ପାଇଁ ପୁଷ୍ଟି ସାର୍ଙ୍କର ବହୁତ ଭୂମିକା ଅଛି ପୁଷ୍ଟି ସାର୍ ତ ବସିଥିଲେ ନାହାନ୍ତି ପଳେଇଲି ବୋଧେ ସାର୍ଙ୍କର ବହୁତ ଭୂମିକା ଅଛି କିନ୍ତୁ ସାର୍ ବହୁତ ସାର୍ ପଦେ କଥା ଏତିକି ରଖିଛୁ କିନ୍ତୁ ଅକ୍ଷରଟା ଏତେ ଖରାପ କମ୍ପେୟାର କରୁଛୁ 87 batch 87 batch ଅଛନ୍ତି ଏବେ ମୁଁ ଏଠି ଫଟୋ ଉଠଉଛି ଏବେ ମୁଁ ଯଦି ଗାଁଟା 2005 ଫଟୋ ଦେଇକି ଚାଲିଛି 2005 batch ଦୟାକରି ମଞ୍ଚକୁ ଆସି 2005 batch ଅଛି ତାପରେ 2006 get ready 2006 get ready ଗୋଟେ ତ 1992 ବ୍ୟାଚ୍ ଆଉ ଗୋଟେ ହେଉଛି 2005 ହଁ ଡବିଟା ଆମର ସ୍କୁଲରେ